ଶୀତଳ ଷଷ୍ଠୀ ହେଉଛି ଅସ୍ମିତାର ଏକ ଅନନ୍ୟ ପରିଚୟ। ଯେତେବେଳେ ଅକ୍ଷୟ ତୃତୀୟା ପାଖେଇ ଆସେ, ଆପେ ଆପେ ଶୀତଳ ଷଷ୍ଠୀର କଥା ମନୋରାଜ୍ୟରେ ଉଙ୍କି ମାରେ। କାହିଁକି ନା କୃଷି ସହିତ ଏହି ପର୍ବ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ତେଣୁ ଶୀତଳ ଷଷ୍ଠୀକୁ ଗୋଟିଏ କୃଷିଭିତ୍ତିକ ପର୍ବ କହିଲେ ମଧ୍ୟ କୌଣସି ଅତ୍ୟୁକ୍ତି ହେବ ନାହିଁ। ଏବଂ ଏହି ଅକ୍ଷୟ ତୃତୀୟା ଦିନ ହିଁ ଶୀତଳ ଷଷ୍ଠୀର ଥାଳ ଉଠା କାର୍ଯ୍ୟକ୍ରମ ସେଇଥିପାଇଁ ଅନୁଷ୍ଠିତ ହୋଇଥାଏ, ଯାହାକୁ ଶୀତଳ ଷଷ୍ଠୀର ଗୋଟେ ପ୍ରଥମ ପର୍ଯ୍ୟାୟ ବା ଆଦି ପର୍ଯ୍ୟାୟ କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ। ମୋ ନାଁ ଜୟନ୍ତ କୁମାର ତ୍ରିପାଠୀ, ସାଧାରଣ ସମ୍ପାଦକ ଶୀତଳ ଷଷ୍ଠୀ ଯାତ୍ରା କମିଟି ବରପାଲି। ଆଜି ଆମ 148ତମ ଶୀତଳ ଷଷ୍ଠୀ ଯାତ୍ରାର ପ୍ରଥମ କାର୍ଯ୍ୟକ୍ରମ ଥାଳ ଉଠା ଆରମ୍ଭ ହେବ। ସକାଳ ବେଳେ ଆମ ରୁଦ୍ରାଭିଷେକ କାର୍ଯ୍ୟକ୍ରମ ସରିଛି। ଚଳିତ ବର୍ଷ ରୁଦ୍ରାଭିଷେକ ସହିତ ଆଉ ଏକ ଅଭିଷେକ ମଧ୍ୟ ହୋଇଥିଲା, ମହାସ୍ନାନ ଯାହା କହୁଛୁ। 11ଟି ଅଭିଷେକ ହୋଇଥିଲା, ତାପରେ ରୁଦ୍ରାଭିଷେକ ହୋଇଥିଲା, ତାପରେ ପ୍ରଶାସନ। ବର୍ତ୍ତମାନ ଉଭୟ ମନ୍ଦିରକୁ ଯାଇ ସେଇଠି ଥାଳ ଉଠା କାର୍ଯ୍ୟକ୍ରମ ହେବା। ଥାଳ ଉଠା ସହିତ ଧ୍ୱଜା ତାଙ୍କର ମଧ୍ୟ ସେଇଠି ଉଠିବ, ଯାଇକି ସେମାନେ ଯେଉଁଠି ତାଙ୍କର ଚଳିତ ବର୍ଷ ହିମାଦ୍ରୀ ନଗର କରିବେ ସେଇଠି ତାଙ୍କର ଧ୍ୱଜା ସ୍ଥାପନ କରିବେ। ଦେଖନ୍ତୁ, ଆମେ ଶୀତଳ ଷଷ୍ଠୀରେ ବହୁତ କନିଷ୍ଠ, କିନ୍ତୁ ଆମେ ଯାହା ଦେଖିଛୁ ଶୁଣିଛୁ ଏବଂ ପରମ୍ପରା ଅଛି ଯେ ବରପାଲି ଶୀତଳ ଷଷ୍ଠୀ ଏକ ନିଆରା ଶୀତଳ ଷଷ୍ଠୀ। କାହିଁକି ନା ବରପାଲି ଶୀତଳ ଷଷ୍ଠୀ ଆଜି ପର୍ଯ୍ୟନ୍ତ 147 ବର୍ଷ ସରିଗଲା ପରେ ମଧ୍ୟ ନୀତି ପରମ୍ପରାକୁ ଧରି ଚାଲିଛି। ଯଥା ଗୋଟେ ଉଦାହରଣ ଦେଉଛି ଯେ ବାବା କପିଳେଶ୍ୱରଙ୍କର ପରାନୁଗମନ ହେଉ, ଯାହା କିଛି ହେଉ ବା ଯାହା ଯୁଗଳ ମୂର୍ତ୍ତି ଦର୍ଶନ ହେଉ, ତାହା ଆମ ଭକ୍ତ ଭାଇମାନେ କାନ୍ଧରେ ବୋହିକି ଏଡ଼େ ବଡ଼ ମେଢ଼ଗୁଡ଼ିକୁ କାନ୍ଧରେ ବୋହିକି ସାରା ବସ୍ତି ପରିକ୍ରମା କରିଥାନ୍ତି। ଏହି ନିଆରା ଜିନିଷକୁ ଦେଖିବାକୁ ଆମ ପଶ୍ଚିମ ଓଡ଼ିଶା କାହିଁକି ଛତିଶଗଡ଼ରୁ ମଧ୍ୟ ଲକ୍ଷ ଲକ୍ଷ ଲୋକ ଶ୍ରଦ୍ଧାଳୁ ଆସି ଏହା ଦର୍ଶନ କରିବେ। ଆଜ୍ଞା, ବରପାଲି ଶୀତଳ ଷଷ୍ଠୀ 147 ବର୍ଷ ହେଲାଣି। ତାর সঙ্গে অঞ্চলের বহুত শীতল ষষ্ঠী হচ্ছে, সম্বলপুরে বি শীতল ষষ্ঠী হচ্ছে, তো স্বতন্ত্রতা কাଣା রয়েছে বরপালি? বরপালি স্বতন্ত্রতা এটা রহলা যে আমি অক্ষয় তৃতীয়া ঠার এক ভিন্ন পরম্পরা হচ্ছে, তাহলে যে আমি ব্রত ধারণ করতাম। সেই যে ব্রত ধারণ করা যায় অক্ষয় তৃতীয়া ঠার আমার যাত্রা সরিবা পর্যন্ত ব্রতরে সমস্ত রহি থাকে, প্রায় সমস্ত ভক্ত মানে রহি থাকে। এই সময়ের ব্রতর নিয়ম অনুযায়ী সব কার্যক্রম হয়ে থাকে। তা সহিত শীতল ষষ্ঠী এক মুখ্য হল যে শীতল ষষ্ঠী প্রত্যেক ঘরক বস্তির প্রত্যেক লোক পাখক ভক্ত পাখক আমার থাল যাই, সেইটা মধ্যে আমার পূজারী তথা আমার ভক্ত মানে এবং আমার শীতল ষষ্ঠী যাত্রা কমিটির সমস্তে মিশিকি যাই তাঙ্ক ঘরে আমি বেলপত্র দিতাম। সেই সময়ের সেই ভক্ত মানকর আবেগ এমিতি হয়ে যায় যে সেমানে ভাবନ୍ତି যে শিবঙ্কর মানে নিমন্ত্রণ আসি এবং তা সহিত তাঁর অনুগণ আসছেন। তেণু আমକୁ কিছু ଥଣ୍ଡାର ବ୍ୟବସ୍ଥା କରିଥାନ୍ତି, କିଛି ପାନୀୟ ଜଳ ଦେଇଥାନ୍ତି। ତାଙ୍କୁ ବହୁତ ଆତ୍ମୀୟତା ଆସିଯାଇଥାଏ ଯେ ସେମାନେ ଭାବନ୍ତି ଯେ ଏଇଟା ବରପାଲି ଲୋକ ଆସିନାହାନ୍ତି, ସ୍ୱୟଂ ଭଗବାନଙ୍କ ଠାରୁ ଆସିଥିବା ଭକ୍ତମାନେ ଆସିଛନ୍ତି। ତେଣୁ ଆମକୁ ବହୁତ ଅତିଥି ବହୁତ ସତ୍କାର କରିଥାନ୍ତି। ଏହି ପରମ୍ପରା ଗୁଡ଼ିକ ଆଜିକାଲି ପ୍ରାୟତଃ ଯେମିତି ମଡ଼ର୍ଣ୍ଣ ଜମାନା ହେଇଗଲାଣି, এই জিনিস ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ଭଗବାନଙ୍କର ଆଶୀର୍ବାଦରୁ ଏବଂ ଆମମାନଙ୍କର ଏସବୁ ଜିନିଷ ମୋତେ ବହୁତ ଏତେ ଭଲ ଲାଗୁଛି ଯେ ଆମେ ନୀତି ପରମ୍ପରାକୁ ବଜାୟ ରଖିଛୁ। ଆଶା କରୁଛି ଆମ ଆଗାମୀ ପିଢ଼ି ମଧ୍ୟ ଏହି ନୀତି ପରମ୍ପରାକୁ ବଜାୟ ରଖିବ। ଏହି ନ୍ୟାୟରେ ବରପାଲି ଐତିହ୍ୟ ସମ୍ପନ୍ନ ଶୀତଳ ଷଷ୍ଠୀ ଯାତ୍ରା ଥାଳ ଉଠା ପର୍ବ ସହିତ ବୁଧବାର ଯାତ୍ରାର ଅନୁକୂଳ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରତିବର୍ଷ ଏହି ଅନୁକୂଳ କାର୍ଯ୍ୟକ୍ରମ ପାଳନ ହୋଇଥାଏ। ବୁଧବାର କପିଳେଶ୍ୱର ମନ୍ଦିର ପରିସରରେ ଯାତ୍ରା କମିଟି ପକ୍ଷରୁ ରୁଦ୍ରାଭିଷେକ ହୋଇଥିଲା। ଭଣ୍ଡାର ଗୃହରୁ ଯାତ୍ରା କମିଟି
ପକ୍ଷରୁ ଘଣ୍ଟ ବାଦ୍ୟ ଦୁଲଦୁଲି ବାଜା ଡିଜେ ସହ ବିରାଟ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ନଗର ପରିକ୍ରମା ମାଧ୍ୟମରେ କପିଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ। ଚଳିତ ବର୍ଷ କନ୍ୟା ପକ୍ଷ ଦାୟିତ୍ୱ ନିର୍ବାହ କରୁଛନ୍ତି ସସ୍ମିତା ମେହେର ଓ ସଞ୍ଜୟ ମେହେର। ସେମାନେ ମଧ୍ୟ ଏକ ଭବ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା କରି କପିଳେଶ୍ୱର ମନ୍ଦିରରେ ପହଞ୍ଚିଥିଲେ। क्षमता रखी बोलिक भगवान एत शक्ति दौन जे भी केन्द्र भलकर माँ पूजा करमी भाषा भी मत एत भावपूर्ण भी अच्छे माँ आर आशीर्वाद अच्छे बोलिक आज भी गीता पढ़ार लगे योग्यता पूजा कार्य अनुष्ठित होई थाल उठा कार्य संपन्न होइथिला। कार्यक्रम रे यात्रा कमिटीर सभापति आनंद बाबू, संपादक जयंत त्रिपाठी समेत यात्रा कमिटीर सभ्य तथा बरपालीर बहु शैव भक्त जोग देइथिले। पूजक भावे पंडित हेमंत मिश्र, पंडित सदानंद दास को सह मंदिरर पूजक गण सहयोग करथिले। धन्यवाद।